ହୀରାକୁଦ ତାର ପ୍ରଥମ ବନ୍ୟା ଜଳ 20ଟି ଗେଟ୍ ଭିତରେ ଛାଡ଼ିବା ଭିତରେ 3,45,000 କ୍ୟୁସେକ୍ ପାଣି ବର୍ତ୍ତମାନ ହୀରାକୁଦରୁ ନିଷ୍କାସନ ହେଉଛି ଏବଂ ଅନ୍ୟପଟେ ଯଦି କହିବା ସେଇ ଜଳ ଯେତେବେଳେ ତେଲ ନଦୀ ଏବଂ ଉଭୟ ଅନ୍ୟ ନଦୀ ମାନେ ମିଶି ମୁଣ୍ଡଳିରେ ପହଞ୍ଚିବ ପାଖାପାଖି 5 ରୁ 5.5 ଲକ୍ଷ ଘନଫୁଟ ବନ୍ୟା ଜଳ ପହଞ୍ଚିବ ଏବଂ ଯାହାକି ଦିନ 12ଟାରୁ 1ଟା ମଧ୍ୟରେ ଯାହା ମୁଣ୍ଡଳି ଛୁଇଁବ ବୋଲି ଯାହା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଏବଂ ଅନ୍ୟପଟେ ଯଦି କହିବା ଯେହେତୁ ମହାନଦୀର ଜଳସ୍ତର ବୃଦ୍ଧି ପାଉଛି ଏବଂ ଧୀରେ ଧୀରେ ବୃଦ୍ଧି ପାଇବା ସହିତ 5 ଲକ୍ଷରୁ 5.5 ଲକ୍ଷ ବୃଦ୍ଧି ପାଇବ ସେ ନେଇ ମଧ୍ୟ ଯୋଉ ତଳିଆ ଅଞ୍ଚଳ ରହିଛନ୍ତି ବାଙ୍କିର ବିଶେଷ କରି 5 ରୁ 7ଟି ଯୋଉ ପଞ୍ଚାୟତ ରହିଛି ସେମାନେ ଯୋଉ ଲୋକ ଅଛନ୍ତି ସେଠି ମଧ୍ୟ ବେଶ ଭୟଭୀତ ହେବା ଅବସ୍ଥାରେ ଅଛନ୍ତି କାହିଁକିନା ଯେହେତୁ ଗୋଟେ ପଟେ ଗତକାଲି ରାତିରୁ ବର୍ଷା ଲାଗି ରହିଥିବା ବେଳେ ଅନ୍ୟପଟେ ଯେହେତୁ ମହାନଦୀ ଫୁଲୁଛି ସେଥିପାଇଁ ଗୋଟେ ବେଶ ଆତଙ୍କିତ ଅଛନ୍ତି ତଳିଆ ଅଞ୍ଚଳ ଲୋକ ଏବଂ ଅନ୍ୟପଟେ ଯଦି କହିବା ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଇଛି କି ମହାନଦୀର ଜଳସ୍ତର ଯେହେତୁ ବୃଦ୍ଧି ପାଇବ ମହାନଦୀ ମଧ୍ୟ କେହି ଯିବେନି ଏବଂ ଏଇ ଯୋଉ ବନ୍ୟା ଜଳ ଆସୁଛି ସେଥିରେ କୌଣସି ବନ୍ୟା ଆଶଙ୍କା ନାହିଁ ଏବଂ ଅନ୍ୟପଟେ ଯଦି କହିବା ଯଦି କିଛି ବନ୍ୟା ଆଶଙ୍କା ହୁଏ ତେବେ ସେମାନଙ୍କୁ ମଧ୍ୟ ଯେହେତୁ ଯୋଉ ତଳିଆ ଅଞ୍ଚଳ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ନେଇ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଅନ୍ୟପଟେ ଯଦି କହିବା ଜଳସମ୍ପଦର ଯୋଉ ସର୍ବଯନ୍ତ୍ରୀ କହିଛନ୍ତି କି ଏଇ ଯୋଉ ଚଳିତ ପ୍ରଥମ ବନ୍ୟା ଜଳ ଆସିଛି ହୀରାକୁଦରୁ ଏଥିରେ କୌଣସି ପ୍ରକାର ସେଭଳି ବନ୍ୟା ସୃଷ୍ଟି ହେବ ନାହିଁ କିନ୍ତୁ ଅନ୍ୟପଟେ ଯଦି କହିବା ଯେହେତୁ ବର୍ଷା ଲାଗି ରହିଛି କିନ୍ତୁ ଅନ୍ୟ ଯେହେତୁ ଆକଳନ ତେଲ ନଦୀ କଥା କୁହନ୍ତୁ ଯେ କି ତାର କୌଣସି କଣ୍ଟ୍ରୋଲ ନାହିଁ ସେଥିପ୍ରତି ଯଦି ଅଧିକ ବି ମଧ୍ୟ ପାଣି ଆସିପାରେ କିନ୍ତୁ ସେଥିପ୍ରତି ମଧ୍ୟ କିଛି ସ୍ପଷ୍ଟ ସୂଚନା ଆସିନି ଯେତେବେଳେ ପିକ୍ ଆୱାର କ୍ରସ୍ କରିବ ସେତେବେଳେ ମଧ୍ୟ ସ୍ପଷ୍ଟ ସୂଚନା ଆସିବ ତେବେ କେତେ ବନ୍ୟା ଜଳ ମୁଣ୍ଡଳିରେ ପ୍ରବାହିତ ହେବ ଏବଂ ତାପରେ ମଧ୍ୟ କହିବ ତେବେ ଅନ୍ୟପଟେ ମଧ୍ୟ ଚିତ୍ର ଦେଖେଇବି ସୁନାଲି ଦେଖିପାରୁଥିବେ ଇଏ ହେଉଛି ମୁଣ୍ଡଳି ବ୍ରିଜର ଚିତ୍ର ଦେଖିପାରୁଥିବେ ଧୀରେ ଧୀରେ ବନ୍ୟା ପାଣି ଆସିବା ଦ୍ୱାରା ବନ୍ୟା ଜଳ ମଧ୍ୟ ବୃଦ୍ଧି ପାଉଛି ଏବଂ ଦେଖିପାରୁଥିବେ ନଦୀ ମଧ୍ୟକୁ ଯେହେତୁ ଭରା ନଦୀ ମଧ୍ୟକୁ କିଭଳି ଧୀବର ମାନେ ମଧ୍ୟ ମାଛ ମାରିବାକୁ ଯାଉଛନ୍ତି ଯାହାକି ଏକ ବିପଦ ସଂକୁଳ ରହିଛି ପୂର୍ବରୁ ସର୍ବୋଚ୍ଚ ଯନ୍ତ୍ରୀ ଯେତେବେଳେ କହିଥିଲେ ମହାନଦୀରେ ଯେତେବେଳେ ବନ୍ୟା ଜଳ ଆସିବ ସେତେବେଳେ ନଦୀ ମଧ୍ୟକୁ ଯିବାକୁ ସମସ୍ତଙ୍କୁ ବାରଣ କରାଯାଇଛି କିନ୍ତୁ ସ୍ଥାନୀୟ ଯୋଉ ବିଭାଗୀୟ ଅଧିକାରୀ ଅଛନ୍ତି ଜଳସମ୍ପଦ ବିଭାଗର ସେମାନେ ମଧ୍ୟ ଏହି ନିୟମକୁ ମଧ୍ୟ ଖୋଲା ଉଲ୍ଲଂଘନ କରୁଛନ୍ତି କାହିଁକି ନା ଦେଖିପାରୁଥିବେ ଯୋଉ ଭରା ନଦୀ ରହିଛି ନଦୀର ମଧ୍ୟ ସ୍ରୋତ ରହିଛି ଯାହାଫଳରେ କି କୌଣସି ମଧ୍ୟ ଅଘଟଣ ଘଟିବା ନେଇ କିଛି କହିହେବ ନାହିଁ ଶୁଣାଇଲେନି କିନ୍ତୁ ଏଥିପ୍ରତି ବିଭାଗୀୟ ଯନ୍ତ୍ରୀ ଧ୍ୟାନ ଦେବା ସହିତ ଯୋଉମାନେ ନଦୀ ମଧ୍ୟକୁ ମାଛ ମାରିବା କଥା କୁହନ୍ତୁ ବା ଯୋଉ କାଠ ଭାସି ଆସୁଛି ତାକୁ ଆଣିବାକୁ ମଧ୍ୟ ନଦୀ ଗର୍ଭ ମଧ୍ୟକୁ ଚାଲି ଯାଉଛନ୍ତି ସେମାନଙ୍କୁ ବାରଣ କରିବାକୁ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟ ଦାବି ହେଉଛି ଏବଂ ଅନ୍ୟପଟେ ଯଦି କହିବା ବର୍ତ୍ତମାନ ଯୋଉ ମହାନଦୀ ମୁଣ୍ଡଳି ଠାରେ 3 ଲକ୍ଷ ଅତିକ୍ରମ କରିଛି ବନ୍ୟା ଜଳ ଏବଂ ଆଗକୁ ଆଉ 12 ରୁ 1ଟା ସମୟ ମଧ୍ୟରେ ୟା ପିକ୍ ଆୱାର ମଧ୍ୟରେ ମଧ୍ୟ ପହଞ୍ଚିବ। ସୋନାଲି बहुत बहुत धन्यवाद तापस आपन समस्त सूचना।